महिमालेक शरण। गुरु ब्रह्म महिमालेक शरण। गुरु ब्रह्म महिमालेक शरण। ମୁଁ ଶ୍ରୀ ଅପର୍ତ୍ତି ମହାରଣା ମହିମା ବାସ୍ତୁ ସେବା ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର ଅତି ଶିକ୍ଷଣୀୟ କାର୍ଯ୍ୟକ୍ରମ। ଗୁରୁଦେବ ଗ୍ରାମ ଲୋକମାନଙ୍କୁ ବସାଇଲେ। ସମସ୍ତେ ଛୁଆ ବାବାଙ୍କ ପ୍ରବଚନ ଶୁଣି ଅତି ଆନନ୍ଦିତ ହୋଇଯାଇଥିଲେ। ବାବା କହିଲେ, ତମେମାନେ ବସ, ମା'ମାନଙ୍କୁ ବସିବାର ସୁବିଧା କରିଦିଅ। କେହି ଉଠିକରି ଯିବ ନାହିଁ। ଆଜି ଏହି ଗଳ୍ପ ଶୁଣିଲେ ଆପଣଙ୍କ ପରିବାରରେ ହସର ଲହରୀ ଖେଳିଯିବ। ତମମାନଙ୍କର ଅଧିକାଂଶ ପରିବାରର ପୁଅ ବାହାଘର କରି ବୋହୂ ଆଣିଥିବ। କାହାର ଝିଅ ମଧ୍ୟ ବାହା ହୋଇଥିବେ। ମୁଁ ସେହି ବିଷୟରେ ଗୋଟାଏ ବିଷୟ କହୁଛି। ଘର କିପରି ସ୍ୱର୍ଗ ହେବ। କିଛି ଲୋକ କୁହନ୍ତି ଶାଶୁ ଘର ନୁହେଁ ଯମପୁର, କିନ୍ତୁ ମୁଁ କହିବି ଶାଶୁ ଘର ଯମପୁର ନୁହେଁ ସ୍ୱର୍ଗପୁର। ଯଦି ଶାଶୁ ଘର ଯମପୁର, ତେବେ ଝିଅଟିକୁ ଯମପୁରକୁ କାହିଁକି ପଠାଉଛନ୍ତି? ମୁଁ ଏହି ବିଷୟରେ ଗୋଟିଏ ଗଳ୍ପ କହୁଛି, ଶୁଣନ୍ତୁ। ଗୋଟିଏ ଗ୍ରାମରେ ଗୋଟିଏ ପରିବାର ଥିଲେ। ପରିବାରରେ ବାପା, ମା, ପୁଅ, ବୋହୂ, ନାତି ଏହିପରି 5 ଜଣ ଥିଲେ। ପୁଅଟି ଗୋଟିଏ ଅଫିସରେ ଚାକିରି କରିଥିଲା। ହସ ଖୁସିର ପରିବାରଟିଏ। ବୋହୂଟି ଘରକରଣା ଘର ଝିଅ। ସମସ୍ତଙ୍କ ମନ ଘେନି ଚଳି ଯାଉଥାଏ। ବାପାଙ୍କର ବୟସ ହୋଇଗଲାଣି, ସିଏ ଘରେ ରହିଛନ୍ତି। ତାଙ୍କ ପାଇଁ ସର୍ବଦା ଔଷଧ ଦରକାର ହେଉଛି। ମାଙ୍କର ଆଣ୍ଠୁ ଗଣ୍ଠି ଧରିଲାଣି, ବସିଲେ ଉଠି ପାରୁନାହାନ୍ତି। ବୋହୂ ସମସ୍ତଙ୍କର ସେବା ଠିକ୍ ସମୟରେ କରୁଥାନ୍ତି। ଥରେ ବୋହୂର ମାଙ୍କର ଅପରେସନ ହେଲା। ବୋହୂ ବାପ ଘର ଖବର ଦେଲେ। ଝିଅ ଆସି 15 ଦିନ ରହିଗଲେ ଟିକିଏ ମାର ସେବା କରିଥାନ୍ତା। ସନ୍ଧ୍ୟା ବେଳକୁ ପୁଅ ଅଫିସରୁ ଫେରିଲା ପରେ ମା କହିଲେ, ଆରେ ବୋହୂର ମା ଅପରେସନ ହୋଇଛନ୍ତି, ତାଙ୍କ ଝିଅ ଯାଇ 15 ଦିନ ରହିବ। ତା ଭାଇ ଆସିଥିଲେ, କହି ଯାଇଛନ୍ତି। ପୁଅ ସଙ୍ଗେ ସଙ୍ଗେ ରାଗି ଯାଇ କହିଲା, ସେ ଯଦି ଯାଇକି 15 ଦିନ ରହିବ, ଆମେ କିପରି ଚଳିବା? ବାପାଙ୍କର ମେଡିସିନ କିଏ ଠିକରେ ଦେବ? ତମେ ତ ଉଠି ବସି ପାରୁନାହଁ, ସିଏ ଯାଇପାରିବ ନାହିଁ। ସେଇଠୁ ମା କହିଲା, ଆରେ ବାପା, ତା ମାର ଅପରେସନ ହୋଇଛି, ସେ ନଗଲେ କିପରି ହେବ? ପୁଅ କହିଲା, ହେଉ, ଯଦି କହୁଛ, କାଲି ରବିବାର ଅଛି, ମୁଁ ତାକୁ ସାଙ୍ଗରେ ନେଇକରି ଯିବି। ସେ ତା ମାଙ୍କୁ ଦେଖିକରି ଚାଲି ଆସିବ। ମା କହିଲା, ହେଉ, ତମ ଇଚ୍ଛା। ରବିବାର ଦିନ ପୁଅ ତା ସ୍ତ୍ରୀକୁ ସାଙ୍ଗରେ ନେଇ ଶ୍ୱଶୁର ଘରକୁ ଗଲା ଓ ସନ୍ଧ୍ୟା ସୁଦ୍ଧା ଫେରି ଆସିଲା।
ଏହିପରି କିଛି ଦିନ ଯାଇଛି। ବୋହୂ ତ ଜାଣିଛି ମୋ ଶାଶୁଘର ହେଲା ମୋ ଘର। ମୋର ଇହକାଳ ପରକାଳର ଦେବତା ମୋର ସ୍ୱାମୀ। ସ୍ୱାମୀଙ୍କର ଚଳନ୍ତି ଦେବତା ତାଙ୍କ ବାପା ମା ଅର୍ଥାତ୍ ମୋ ଶାଶୁ ଶ୍ୱଶୁର। ସେମାନଙ୍କର ସେବା ଭଗବାନଙ୍କ ସେବା ଠାରୁ ବହୁ ଉଚ୍ଚରେ। 2 ବର୍ଷର ଛୁଆ, ପୁଅ ଟିକେ ଟିକେ ଚାଲୁଛି। ବାପ ପୁଅ ସକାଶେ ବହୁତ ଗୁଡ଼ିଏ ଖେଳନା କିଣି ଆଣି ଦେଇଥାନ୍ତି। ଛୁଆଟି ଖେଳନା ଧରି ଖେଳୁଥାଏ। ବୋହୂ ଦୈନିକ ପ୍ରାତରୁ ଉଠି ନିଜର ନିତ୍ୟକର୍ମ ସାରି ସ୍ୱାମୀ ଅଫିସକୁ ଯିବା ପୂର୍ବରୁ ତାଙ୍କ ପାଇଁ ଜଳଖିଆ ଯୋଗାଡ଼ କରିଦିଏ। ସେ ଜଳଖିଆ ଖାଇ ଅଫିସକୁ ଯିବା ସମୟରେ ତାଙ୍କର ସମସ୍ତ ଜିନିଷପତ୍ର ଗୋଟି ଗୋଟି କରି ମନରେ କରି ତାଙ୍କୁ ଦିଅନ୍ତି। ଆହୁରି ମଧ୍ୟ ବୋହୂଟି ସକାଳୁ ଉଠିବା ପରେ ଶ୍ୱଶୁର ଯେଉଁ ଘରେ ଶୋଇଥାନ୍ତି ସେହି ଘର ଦୁଆର ମୁହଁରେ ପାଣି ଢାଳଟିଏ ରଖିଦିଅନ୍ତି। ଶାଶୁ ତାଙ୍କର ଉଠି ବାହାର ଅଗଣା ଝାଡ଼ୁ ମାରି ସଫା କରିଦିଅନ୍ତି। ସ୍ୱାମୀ ଅଫିସକୁ ବାହାରିବା ସମୟ ହେଲେ ତାଙ୍କର ସମସ୍ତ ଯୋଗାଇ ଦିଏ। ସ୍ୱାମୀ ଯିବା ସମୟରେ ଏହିଟା ଦିଅ ସେଇଟା ଦିଅ ଫରମାସି କରେ। ବୋହୂ ହସି ହସି ସବୁ ଜିନିଷ ଆଣି ଯୋଗାଇ ଦିଏ। ଯିବା ସମୟରେ କେଉଁ ଜିନିଷ ଘରେ ନାହିଁ ତାହା ମଧ୍ୟ ବରାଦ କରିଦିଏ। ସ୍ୱାମୀ ଯିବା ପରେ ରୋଷେଇ ଘରକୁ ବୋହୂ ବାହାରିଲା। ଏଣେ ପୁଅ ଡାଇନିଂ ଘରେ ତାର ଖେଳନା ସବୁ ବିଭିନ୍ନ ଆଡ଼େ ପକାଇ ଦେଇଛି। ତା ଉପରେ ବୋହୂ ବିରକ୍ତି ହେଲା। ଏହି ସମୟରେ ଶ୍ୱଶୁର ଡାକ ଛାଡ଼ିଲେ, ବୋହୂ ବୋହୂ, ଚଷମାଟା ମୁଁ ପାଉନେଇ। ନାତିଆ ଟୋକା କେଉଁଠି ପକାଇ ଦେଇଛି, ମୋତେ ଟିକେ ଦେଇଗଲୁ। ବୋହୂ କହିଲା, ତମେ ପରା ଟିଭି ଉପରେ ରଖିଛ, ନାତିର ଚଷମା କ'ଣ ଦରକାର ଯେ ସେ ନେବ। ଏହା କହି ଚଷମାଟା ନେଇ ଶ୍ୱଶୁରଙ୍କୁ ଦେଲା। ଚଷମା ଆଖିରେ ଲଗେଇ ଦେଇ ଶ୍ୱଶୁର କହିଲେ, ମାରେ ଟିକେ ପେପରଟା ଆଣି ଦିଅନ୍ତୁ ନାହିଁ। ବୋହୂ କହିଲେ, ହଁ ବାପା ଆଣିକି ଦେଉଛି। ପେପର ଆଣିଦେଲା। ଶାଶୁ ସବୁ ଦେଖୁଥାନ୍ତି। ପାଟି କରି କହିଲେ, ତମେ ଟିକେ ଆଣିପାରିବ ନାହିଁ? ଯାହା କରିବ ସେହି ବୋହୂ କରିବ। ସକାଳୁ ଯେ ରାତି ପର୍ଯ୍ୟନ୍ତ କେତେ ଧାଇଁବ। ବୋହୂ କହିଲା, ଥାଉ ବୋଉ, ମୁଁ ଦେବି ନାହିଁ ତ ଆଉ କିଏ ଦେବ, ତମେ ପାଟି କର ନା। ଏହା କହି ରୋଷେଇ ଘରକୁ ପଶିଗଲା। ଶାଶୁ ଦେଖିଲା ବୋହୂଟା କେତେ ଖଟିବ। ଶାଶୁ ରୋଷେଇ ଘରକୁ ଗଲା, ଯାଇ କହିଲା, ଦେ ମୋତେ ପରିବାଟା ଦେ, ମୁଁ କାଟିଦିଏ। ବୋହୂ ଖୁସି ହୋଇଗଲା, କହିଲା, ହେଉ ନିଅ। କହି ପରିବା ଡାଲା ଶାଶୁ ପାଖରେ ଦେଇ କହିଲା, ମୁଁ ଯାଉଛି ଛାତ ଉପରେ ଲୁଗାଗୁଡ଼ା ଶୁଖେଇ ଦେଇ ଆସେ। ଛାତ ଉପରକୁ ଉଠିଗଲା, ଲୁଗା ଶୁଖେଇଲା। ସେହି ସମୟରେ କିଛି ଅନ୍ୟମନସ୍କ ଥିଲା। ସିଡ଼ିରେ ଓହ୍ଲେଇକି ଆସିବା ସମୟରେ ସିଡ଼ିରୁ ପାଦ ଖସିଗଲା, ସିଧା ଆସି ତଳେ ପଇଲା। ଶ୍ୱଶୁର ଧାଇଁଗଲେ, ଶାଶୁ ମଧ୍ୟ ଧାଇଁଗଲେ। ବୋହୂକୁ ତଳୁ ଉଠାଇଲେ, ଦେଖିଲେ ହାତ ଭାଙ୍ଗି ଯାଇଛି। ଶ୍ୱଶୁର କହିଲେ, ପୁଅ ପାଖକୁ ଫୋନ ଲଗା, ସିଏ ଆସିଲେ ମେଡ଼ିକାଲ ନେଇଯିବ। ଶାଶୁ କହିଲା,
କ'ଣ ଆସିବା ପର୍ଯ୍ୟନ୍ତ ବୋହୂ ଏଇଠି ପଡ଼ିଥିବ? ଘର ବିଛଣାକୁ ନେଇଯିବା। ଏହି ସମୟରେ ଛୋଟ ଛୁଆଟି ଆସିଲା। ମାଆକୁ କହିଲା, ମମି ମମି, କ'ଣ ହେଇଛି? କାନ୍ଦୁଛ କାହିଁକି? ବାପା ଆସିଲେ ଔଷଧ ଦେବେ, ଭଲ ହୋଇଯିବ, କାନ୍ଦେନା। ଏହା କହି ପଣତ କାନିଟାକୁ ଆଣି ଲୁହ ପୋଛିଦେଲା। ପୁଅ ଯେତେବେଳେ ତଳେ ପଡ଼ିଯାଏ, ମା ତାକୁ ସେହିପରି ଉଠାଇ ଦେଇ କୁହନ୍ତି, ଆରେ ତୋର କ'ଣ ହେଇଛି? ତୁ କାହିଁକି କାନ୍ଦୁଛୁ? ରହ ରହ, ତୋ ବାପାଙ୍କୁ କହିବି ଔଷଧ ଆଣିଦେବେ, ତୋର ସବୁ ଭଲ ହେଇଯିବ, କାନ୍ଦେନା କହି ତା ମୁହଁକୁ ନିଜ ପଣତ କାନିରେ ପୋଛି ଦିଅନ୍ତି। ପୁଅ ସେଇଆ ଶିଖିଛି, ତେଣୁ ସେ ମାଆର ପଣତ କାନି ଆଣି ସେ ମାଆର ଲୁହକୁ ପୋଛିଦେଲା। ଯିଏ ଯାହା ଶିକ୍ଷା କରିଛି ସେ ସେଇଆକୁ ନକଲ କରିବ। ପୁଅ ଅଫିସରୁ ଛୁଟି ନେଇ ଆସିଲା, ଘରେ ବିରକ୍ତି ହେଲା। ଦେଖିକି ଆସୁନଥିଲ କାହିଁକି? ମା କହିଲା, ଦେଖିକି ଆସୁନଥିଲା କ'ଣ, ଆଖି ବୁଜିକି ଆସୁଥିଲା? ତୁ ଶୀଘ୍ର ଡାକ୍ତର ପାଖକୁ ନେଇଯା, ମୁଁ ତୋ ପୁଅକୁ ରଖିଛି। ବୋହୂକୁ ଧରି ଡାକ୍ତରଖାନା ଗଲା। ଡାକ୍ତରଖାନାରେ ପହଞ୍ଚି ଡାକ୍ତର ଦେଖିଲେ ହାତ ଭାଙ୍ଗି ଯାଇଛି। ହାତକୁ ପ୍ଲାଷ୍ଟର କରିଦେଲେ ଓ କହିଲେ 40 ଦିନ ରେଷ୍ଟ ନେବ। ପୁଅ ଆସି ମାଆକୁ କହିଲା, ମା, ମୁଁ ଖବର ଦେଇଛି, ତାଙ୍କ ବାପ ଘର ଲୋକ ଆସି ତାକୁ ନେଇଯାଆନ୍ତୁ। ମା କହିଲେ, କାହିଁକି? ପୁଅ କହିଲା, ଡାକ୍ତର ପରା କହିଛନ୍ତି 40 ଦିନ ସେ ରେଷ୍ଟ ନେବ। ଏଠି ରହିଲେ ରେଷ୍ଟ ନେବ କିପରି? ମା କହିଲା, ବୋହୂ ଆମର ଭଲ ମନ୍ଦରେ ସିଏ ସେବା କରିଛି, ତା ଭଲ ମନ୍ଦରେ ଆମେ ତାକୁ ଅନ୍ୟ ଘରକୁ ପଠାଇଦେବା? ଯେତେବେଳେ ତା ଭାଇର ବାହାଘର ହେଲା, 15 ଦିନ ଆଗରୁ ନେବାକୁ ସେମାନେ କହିଥିଲେ, ତୁ କ'ଣ ଛାଡ଼ିଥିଲୁ? ଆଉ ତା ମା ଯେତେବେଳେ ଅପରେସନ ହେଲା, ତୁ ତା ମା ସେବା କରିବାକୁ ଛାଡ଼ିଥିଲୁ କି? ତେବେ ବର୍ତ୍ତମାନ ତାର ହାତ ଭାଙ୍ଗି ଯାଇଛି ବୋଲି ପଠାଇଦେବୁ କେମିତି? 40 ଦିନ ପୁଣି କେମିତି ରହିବୁ? 15 ଦିନ ରହିପାରୁନଥିଲୁ, 40 ଦିନ କେମିତି ରହିବୁ? କ'ଣ ଭଲ ବେଳରେ ଶାଶୁ ଘର, ମନ୍ଦ ବେଳରେ ବାପ ଘର? ସବୁବେଳେ ଭଲ ବୋହୂ ଆମର, ଖରାପ ବେଳକୁ ବାପ ଘର। ପୁଅ କହିଲା, ତାହେଲେ କିଏ କ'ଣ କରିବ? ମା କହିଲା, ଏହି 40 ଦିନ ସକାଳୁ ସକାଳୁ ତୋ ପୁଅ କାମ ତୁ କରିବୁ, ମୁଁ ତୋ ବାପା ମିଶିକି ରୋଷେଇ କରିଦେବୁ। 40ଟା ଦିନ ଯେମିତି ହେଲେ କାଟିଦେବା। ଆରେ ଭାତ, ଡାଲି, ଆଳୁ ଭର୍ତ୍ତା ତ ହେଇପାରିବ, ସେଇଥିରେ କ'ଣ ଆମେ ଚଳିପାରିବା ନାହିଁ? ବୋହୂକୁ ତା ବାପ ଘରକୁ ପଠାଇଦେବା। ଏହି ସମୟରେ ବୋହୂ ବାପ ଘରକୁ ଗଲେ ଲୋକେ କ'ଣ କହିବେ? ସେଇ ବୋହୂ କ'ଣ କହିବ? ବାପା କହିଲେ, କୁହ ତ। ବାବା କହିଲେ, କୁହ ତ ମା ମାନେ, ଶାଶୁଘର ଯମପୁର ନା ସ୍ୱର୍ଗପୁର? ସମସ୍ତେ କହିଲେ, ନା ନା, ଶାଶୁଘର ସ୍ୱର୍ଗପୁର। ଏହିଭଳି ଶାଶୁ ଶ୍ୱଶୁର ଯେଉଁଠି ଥିବେ ସେ ଘରଟି ସ୍ୱର୍ଗପୁର ହେଇଯିବ। ବାବା କହିଲେ, ହେଉ ବାପା, ତମେ ଚାଲ, ଆମେ ଭିକ୍ଷା କରି ଅନ୍ୟ ଗ୍ରାମକୁ ଯିବୁ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଶରଣ ଶରଣ।